ରଖିଥିଲେ। ମୁଁ ଡାଉଟ୍ କଥା ପଚାରିଲା ବେଳକୁ ସାର୍ ମୋ ଡାଉଟ୍ ତ କ୍ଲିୟର କଲେନି, ଉଲ୍ଟା ମତେ ସିଧା ସିଧା ଧମକ ଦେଲେ କି ମୁଁ ଯେପର୍ଯ୍ୟନ୍ତ ଅଛି ମୁଁ ତତେ ସେ ପର୍ଯ୍ୟନ୍ତ ବେକ୍ କରିବି, ମୁଁ ତତେ ପାସ୍ କରିବିନି, ତା ଭିତରେ ତତେ ମୁଁ 6 ବର୍ଷ ବସେଇବି। ଅଫିସକୁ ଯାଇଥିଲି, ସାର୍ ମତେ କହିଲେ ତମେ ଭାବୁଛ କି ମତେ ଉପରୁ କୌଣସି ପ୍ରେସର ପଡିବ, ତାହେଲେ ଏଇଟା ତମର ଭୁଲ ଧାରଣା, ମତେ ଉପରୁ କୌଣସି ପ୍ରେସର ପଡିବ ନାହିଁ। ଆଉ ସବୁ କିଛି ଠିକ ହେଇଯିବ, ତମର ବି ଯାହା କିଛି ପ୍ରୋବ୍ଲେମ ହେଇଛି ତମେ ମତେ ବୁଝିବ, ତମେ ଜଣେଇବ। ହେଲେ କିନ୍ତୁ ଗୋଟେ କଥା, ମତେ ତମଠୁ କ୍ଷମା ଦରକାର। ମୋ ନାଁ ସୌମ୍ୟାଶ୍ରୀ ବିଶ୍ୱାଳ। ଫକୀରମୋହନ ସଂସ୍କୃତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଆର୍ଟ୍ସ ଇଣ୍ଟିଗ୍ରେଟେଡ୍ ବିଏଡ୍ ଆର୍ଟ୍ସ ସେକେଣ୍ଡ ଇୟର ଇଂଲିଶ ଅନର୍ସ ପଢାପଢି କରୁଛି। ପ୍ରଥମତ କଥା, ମୁଁ ଯେବେଠୁ ଆଡମିସନ ହେଲା ପରେ ସବୁ କିଛି ଠିକ ଥିଲା। ସବୁ କିଛି କ୍ଲାସ ଯିବା, ସାରଙ୍କ ସହିତ ଭଲ କଥା, ସାରଙ୍କ ସହିତ ଭଲ ବ୍ୟବହାର, ପିଲାଙ୍କ ସହ ଭଲ ବ୍ୟବହାର, ସବୁ କିଛି ଠିକ ଥିଲା। ହେଲେ ସଡନଲି ଦିନେ ମାନେ କଣ ହଉଛି, ବାପା ଓମେନ୍ସ କଲେଜରେ ରହୁଛନ୍ତି ହେଡ। ତ ବାପା ଆସନ୍ତି କଲେଜ ଅଫିସ କାମରେ, କଲେଜକୁ ଆସନ୍ତି, ଜୁନିୟର କଲେଜକୁ ବାର ଆସନ୍ତି କାମରେ। ସେଇଥିରେ ବାପାଙ୍କ ସାରଙ୍କ ସହିତ ଚିହ୍ନା ହେଇଛି, ସାରଙ୍କ ସହ କଥାବାର୍ତ୍ତା ହେଇଛନ୍ତି। ବାପା ସାରଙ୍କ ସହିତ ବହୁତ ଥର କଥା ହେଇଛନ୍ତି। ସାର୍ ବହୁତ ଥର କିଛି କହିଛନ୍ତି, ବାପା ବି କହିଛନ୍ତି ପିଲା ଟିକେ ବୁଝାବୁଝି କରିପାରୁନି, ପିଲା ପଢାପଢି କରିପାରୁନି, ଆପଣ ଟିକେ ଦେଖିବେ। ସାର୍ ଏମିତି କଥାବାର୍ତ୍ତା ହେଇଛନ୍ତି, ସବୁ ଠିକ ଥିଲା। ସେସବୁର ଫାଇଦା ଉଠେଇ କଣ ହେଲା, ଦିନ କଣ ହେଇଛି, ମୁଁ ଇଷ୍ଟ କ୍ୟାମ୍ପସ ଆଡକୁ ଯାଉଥିଲି। ସାର୍ ଇଷ୍ଟ କ୍ୟାମ୍ପସରୁ ମେନ୍ ଆସିଥିଲେ। ଫିଲ୍ଡ ପାଖରେ ସାରଙ୍କ ମୋର ଭେଟ ହେଲା। ମୁଁ ସାରଙ୍କୁ କହିଲି ସାର୍ ନମସ୍କାର। ସାର୍ କହିଲେ ସୌମ୍ୟ ଭଲ ଅଛ? ମୁଁ କହିଲି ଆଜ୍ଞା ସାର୍ ମୁଁ ଭଲ ଅଛି। କହିଲେ ଆଉ ଘରେ ସମସ୍ତେ ଭଲ? ମୁଁ ଆଜ୍ଞା ଭଲ। ନା ବାପାଙ୍କ ସହିତ ତ କଥା ହଉଥିଲେ, ବାପା କହୁଥିଲେ ଆଜ୍ଞା ସାର୍ କଣ କିଛି ଅସୁବିଧା ହଉଛି? ମୁଁ କହିଲି ନା ସାର୍ ମାନେ ସବୁ ଠିକ ଠାକ ହେଲେ ସାର୍ ଟିକେ ଆପଣ ଜାଣିଥିବେ ମୁଁ ତ ଓଡିଆ ମିଡିୟମ ପିଲା, ମାନେ ଇଂଲିଶ ମୋର ଫ୍ଲୁଏଣ୍ଟଲି ହଉନି, କି ଇଂଲିଶ ବୁଝିବାରେ ମତେ ଟିକେ କଷ୍ଟ ହଉଛି। କହିଲେ ତମେ ସେସବୁ କିଛି ଟେନସନ ନିଅନି, ଆଉ ସବୁ କିଛି ଠିକ ହେଇଯିବ, ତମର ବି ଯାହା କିଛି ପ୍ରୋବ୍ଲେମ ହେଇଛି ତମେ ମତେ ବୁଝିବ, ତମେ ଜଣେଇବ। ହେଲେ କିନ୍ତୁ ଗୋଟେ କଥା, ମତେ ତମଠୁ କ୍ଷମା ଦରକାର। ମୁଁ କହିଲି ମୁଁ ତ ମୁଁ ହଠାତ୍ ରାଗିଲି। ମୁଁ ସେ କଥା କହିବାର ମାନେ, ତମେ ତ ଛୋଟ ପିଲା ନୁହଁ, ଆଉ ତମକୁ ବୁଝିପାରୁଥିବ। ମୁଁ ସେଇଠି ଆଉ କୌଣସି ନା କୌଣସି ସାରଙ୍କୁ ଷ୍ଟେଟମେଣ୍ଟ ଦେଇଛି, ନା କିଛି କଥା କହିଛି, ସିଧା ମୁଁ ପଳେଇ ଆସିଛି। ମୁଁ କ୍ଲାସ ବି କରିନି, କ୍ଲାସ କରିବା ପାଇଁ ଯାଉଛି, ମୁଁ କ୍ଲାସ ବି କରିନି, ସିଧା ରୁମକୁ ଆସିଛି। ତାପରେ ମୁଁ ସେଇ କଥାଟି କାହାକୁ ବି ଜଣେଇନି, କିଛି ବି କରିନି। ସବୁ ଠିକ ଥିଲା, ଯାହା ବି ଥିଲା, ମୁଁ କାହାକୁ ଜଣେଇନି, କିଛି କରିନି। ତାପରେ ମୋର କଣ ହେଲା ନା, ମୋର କ୍ଲାସ ଆବସେଣ୍ଟ ଥିଲି। ମୁଁ କ୍ଲାସ ଆବସେଣ୍ଟ ଥିଲି। କ୍ଲାସ ଆବସେଣ୍ଟ ର କାରଣ ହଉଛି ବ୍ୟକ୍ତିଗତ କାରଣ ବି ଅଛି, ପ୍ରଫେସନାଲ କାରଣ ବି ଅଛି। ପ୍ରଥମତଃ ବ୍ୟକ୍ତିଗତ କାରଣ ହଉଛି ମୋର ଦେହ ଖରାପ, ମୁଁ ଗୋଟେ ଡାଇବେଟିସ ପେସେଣ୍ଟ, ସେଇଟା କାରଣ ଅଛି। ଦ୍ୱିତୀୟ ବ୍ୟକ୍ତିଗତ କାରଣ ଥିଲା ଆଉ ଗୋଟେ, କି ମୋ ମାଙ୍କର ଅପରେସନ ଥିଲା, ଓ ମୋ ବଡ ଜେଜେଙ୍କ ଦେହାନ୍ତ, ତା ସହିତ ଅଜାଙ୍କ ଦେହାନ୍ତ ଥିଲା। ତା ସହିତ ମୁଁ ଗୋଟେ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଯୋଉ ଆତ୍ମ ସୁରକ୍ଷା ଯୋଉ ପ୍ରଶିକ୍ଷଣ, ତାର ଏକ ପ୍ରଶିକ୍ଷିତ ଶିକ୍ଷୟିତ୍ରୀ, ଯୋଉଟା କି ସିଧାସଳଖ କହିବାକୁ ଗଲେ ମୁଁ ହଉଛି ମାଷ୍ଟର ଟ୍ରେନର। ତ ତା ପାଇଁ ମାନେ କଲେଜର ଏମିତି ତ ସରକାରଙ୍କର ନୋଟିସ ଅନୁସାରେ 7 ଦିନ ପ୍ରୋଗ୍ରାମ ହୁଏ। କଥାଟା ହଉଛି ଏଇ ସବୁ କଲେ, ତାପରେ ଏଇ ଯୋଉ ଅନୁପସ୍ଥିତ ରହିଲି କ୍ଲାସରେ, ତାକୁ କେନ୍ଦ୍ର କରି କଣ କହିଲେ, ସେ ମୋ ଆମ ଗାର୍ଡିଆନକୁ କଲ୍ କଲେ, ମୋ ପର୍ସନାଲ ଇସ୍ୟୁ ଗାର୍ଡିଆନକୁ କହିଲେ, ସେ ଏମିତି ରିଲ୍ସ କରୁଛି, ବ୍ଲଗ୍ସ ବନଉଛି, ରାଜନୀତି କରୁଛି, ଏଟା କରୁଛି ସେଟା କରୁଛି, ଏମିତି କଥା କହିଲେ। ମୁଁ ମୋ ବାପା ବି କହିଲେ କି ମାନେ ପିଲାର ଦେହ ଖରାପ ଅଛି, ତା ମାର ଅପରେସନ ଥିଲା, ଏଇଥିପାଇଁ ଆବସେଣ୍ଟ। ତା ବାଦେ ବି ସେ ମତେ ଏକ୍ସାମ ଦେବା ପାଇଁ ଦେଲେନି। ଏକ୍ସାମ ଦେଇ ବି ନଥିଲି, ଏକ୍ସାମ ମୁଁ ଦେଇ ବି ନଥିଲି, ସ୍ପେଶାଲ ମେଡିସିନ ଦେଇଥିଲି, ମତେ ଏକ୍ସାମ ଦେବା ପାଇଁ ଦେଲେନି। କୋଉ ସବଜେକ୍ଟର ଯୋଉ ବିଏଡ ପେପର ଯୋଉ ଥିଲା ଦିଟା, କେବଳ ବିଏଡ ପେପର, ଅନର୍ସ ପେପର ଏକ୍ସାମ ଦେଇଥିଲି, ଅନ୍ୟାନ୍ୟ ଯୋଉ ମାଇନର ପେପର ଏକ୍ସାମ ଦେଇଥିଲି, କେବଳ ବିଏଡ ପେପର ଏକ୍ସାମ ଦେବା ପାଇଁ ଦେଲେ ନାହିଁ। ତା ନୋଟିସ କାଢିଲେ, ତ ଏକ୍ସାମ ଦେବେ। ଥରେ ପ୍ରଥମ ଥର କାଢିଥିଲେ, ମୁଁ ଅଣ୍ଡରଟେକିଂ ଦେଇକି ଏକ୍ସାମ ଦେଇଥିଲି। ଦ୍ୱିତୀୟ ଥର ଦେଲେ, ଦ୍ୱିତୀୟ ଥର ଯୋଉ ଏଇ ସବୁ ରିଜିନ ଥିଲା, ଯୋଉ ଗୋଟେ ରିଜିନ ଥିଲା କି ମୁଁ ମାଷ୍ଟର ଟ୍ରେନର ହିସାବରେ କଲେଜରେ ଟ୍ରେନିଂ ଦଉଥିଲି, ଯୋଉଟା କି ପ୍ରିନ୍ସିପାଲଙ୍କ ରେଫରରେ, ଆଉ ଜଣେ ବିନୋଦ ମ୍ୟାଡାମଙ୍କ ରେଫରରେ ମୁଁ ପ୍ରୋଗ୍ରାମ କରିଥିଲି। ଯୋଉଦିନ ସେଇଦିନ କଣ ହେଇଛି, ଗୋଟେ ଦିନ ମାନେ ତା ଭିତରେ ଗୋଟେ ଦିନ ଏମିତି ଥିଲା ଯୋଉ ଦିନ ସାରଙ୍କ କ୍ଲାସ ଥିଲା, ମୁଁ ଯାଇଛି 4 ମିନିଟ ଲେଟରେ, 9:15ରେ କ୍ଲାସ ଥାଏ। ମୁଁ ପାଖାପାଖି ଏକ୍ସାକ୍ଟ ଟାଇମ ମନେ ପଡୁନି, 9:15 ଥାଏ, 9:17 କି 18 ଏମିତି ପାଖାପାଖି ମୁଁ କ୍ଲାସକୁ ଯାଇଛି। ସାରଙ୍କ କ୍ଲାସକୁ ଏଣ୍ଟ୍ରି କଲେ ନାହିଁ। ମୁଁ କହିଲି ସେ ଡାଉଟ୍ କ୍ଲାସ ରଖିଥିଲେ। ମୁଁ ଡାଉଟ୍ କଥା ପଚାରିଲା ବେଳକୁ ସାର୍ ମୋ ଡାଉଟ୍ ତ କ୍ଲିୟର କଲେନି, ଉଲ୍ଟା ମତେ ସିଧା ସିଧା ଧମକ ଦେଲେ କି ମୁଁ ଯେପର୍ଯ୍ୟନ୍ତ ଅଛି ମୁଁ ତତେ ସେ ପର୍ଯ୍ୟନ୍ତ ବେକ୍ କରିବି, ମୁଁ ତତେ ପାସ୍ କରିବିନି, ତା ଭିତରେ